ଆଜି ସକାଳୁ ବାହାରିଲୁ ଆମେ ପେଦାମାଗୁଡ଼ି ଯିବା ହାଇଦ୍ରାବାଦରେ ଥିବା। ସେଥିପାଇଁ ଆମେ ମେଟ୍ରୋ ଟ୍ରେନ୍ ଦ୍ୱାରା ଯାଇ ପେଦାମାଗୁଡ଼ି ଷ୍ଟେସନ ପାଖରେ ବର୍ତ୍ତମାନ ଓହ୍ଲଉଛୁ। ଶିବାନୀକୁ ଡର ଲାଗୁଛି, ସେଥିପାଇଁ ମୁଁ ତାକୁ ଧରିଛି। ବର୍ତ୍ତମାନ ଯାଇ ଷ୍ଟେସନ ପାଖରେ ଓହ୍ଲେଇ ଆମେ ମନ୍ଦିର ବେଢ଼ାରେ ପହଞ୍ଚି ଯାଇଛୁ। ମନ୍ଦିର ବେଢ଼ାରୁ ମନ୍ଦିରଟି ବହୁତ ଦୂର ବାଟ। ସୀମା ଆଗରୁ ଆସିଥିଲା, ସେଥିପାଇଁ ସେ କହୁଛି ଏଇ ବାଟ ଆସ ସେଇ ବାଟ ଆସ କହିକି ଆମକୁ ନେଇ ଚାଲିଛି। ମନ୍ଦିର ଆପଣମାନେ ଦେଖିପାରୁଥିବେ ବହୁତ ଦୂରରେ ଦେଖାଯାଉଛି। ବାବା ବି ଯାଇଛି, କିନ୍ତୁ ଲୁଚି ଲୁଚି ଚାଲିଛି। ମୁଁ କ୍ୟାମେରା ଧରିଥିବାରୁ ମୋ ପାଖେ ପାଖେ ଲୁଚି ଲୁଚି ଚାଲୁଛି। ବର୍ତ୍ତମାନ ମୁଁ ବାବାକୁ କ୍ୟାମେରା ଦେଇଦେଇ ମୁଁ କହିଲି ତୁ କ୍ୟାମେରା ଧର, ମୁଁ ଯାଉଛି। ମୁଁ ଚାଲିଲି, ମୋ ପଛେ ପଛେ ସେ ଚାଲିଛି। ବର୍ତ୍ତମାନ ଆମେ ଜୁତା ଷ୍ଟାଣ୍ଡକୁ ଯିବୁ। ଜୁତା ଷ୍ଟାଣ୍ଡରେ ଜୁତା ଲଗେଇ ମନ୍ଦିରକୁ ଯିବାକୁ ପଡ଼ିବ। ସେଥିପାଇଁ ଆମେ ଜୁତା ଷ୍ଟାଣ୍ଡକୁ ଗଲୁ। ବର୍ତ୍ତମାନ ଯାଇ ଜୁତା ଷ୍ଟାଣ୍ଡରେ ପହଞ୍ଚି ଯାଇଛୁ। ଆମେ 5-6 ଜଣ ଯାକ ସାଙ୍ଗ ହେଇ ଆସିଛୁ। ବହୁତ ନାମ ଅଛି ଏ ମନ୍ଦିରର। ଭାଗ୍ୟରେ ଥିଲେ ଆସି ହୁଏ ମନ୍ଦିରକୁ। ବହୁତ ଦିନ ହେଲା ଆସିପାରୁନଥିଲୁ। ଆଜି ଆସି ପହଞ୍ଚି ଯାଇଛୁ। ବର୍ତ୍ତମାନ ଜୁତା ଲଗାଇ ଆମେ ଏଠି ନଡ଼ିଆ ଫଳ ଠାକୁରଙ୍କ ପାଇଁ କିଣି ବର୍ତ୍ତମାନ ସୀମା ଦେଖନ୍ତୁ ନଡ଼ିଆ କଦଳୀ ସବୁ କିଣି ବର୍ତ୍ତମାନ ମନ୍ଦିରକୁ ଆମେ ଯିବୁ। ଏଠାରେ ଭକ୍ତମାନଙ୍କ ପାଇଁ ପୁରା ଏଇ ଗୋଟେ ସାଇଡ଼ରେ ପୁରା ଭୋଗ ଯେଉଁ ପ୍ରସାଦ ବିକ୍ରି ହୁଏ, ସେ ଗୋଟେ ସାଇଡ଼ରେ ପୁରା ଲମ୍ବେଇକି ରହିଛି ଦୋକାନ। ଗୋଟିଏ ଜାଗାରୁ କିଣି ବର୍ତ୍ତମାନ ଆମେ ଯିବୁ ବର୍ତ୍ତମାନ ମନ୍ଦିରକୁ। ଭଗବାନ ପାଖକୁ ଯିବା ଆଗରୁ ବର୍ତ୍ତମାନ ଫାଷ୍ଟ ଏଠି ନଡ଼ିଆ ବାଡ଼ା ହେଉଛି। ସେଇ ଜାଗାକୁ ଯାଇ ନଡ଼ିଆ ଫଟେଇ ସେ ତାପରେ ଠାକୁରଙ୍କୁ ଯିବୁ। ଦେଖନ୍ତୁ ନଡ଼ିଆ ଏଠି ଠାକୁର ଅଛନ୍ତି। ଠାକୁରଙ୍କର ବହୁତ ମହିମା। ବର୍ତ୍ତମାନ ନଡ଼ିଆ ଭାଙ୍ଗି ଆମେ ବର୍ତ୍ତମାନ ଠାକୁର ଦର୍ଶନ କରିବା ପାଇଁ ଯିବୁ। ବର୍ତ୍ତମାନ ମନ୍ଦିର ଭଙ୍ଗା ସରିଯାଇଛି। ଆମେ ବର୍ତ୍ତମାନ ଯାଉଛୁ ମନ୍ଦିର ବେଢ଼ାକୁ। ମନ୍ଦିରକୁ ବାବା ତାର ଚାଲିଛି ଧୀରେ ଧୀରେ। ଆମେ ମନ୍ଦିର ଭିତରେ ବର୍ତ୍ତମାନ ପଶିଲୁ। ଏଠାରେ ପ୍ରବଳ ଲୋକ, ସବୁଦିନ ବହୁତ ଲୋକ ରୁହନ୍ତି, ବହୁତ ପ୍ରବଳ ଭିଡ଼ ହୁଏ। ଭକ୍ତମାନେ ବହୁତ ଦୂରରୁ ଆସନ୍ତି। ଏଠାରେ ପ୍ରବଳ ଲୋକ ଦେଖିବାକୁ। ଏଠାରେ ମୁଖ୍ୟ କଥା, ଏଠି ଗୋଟେ ଜାଗାରେ ପଇସା ରଖିବେ, ମାନସିକ ରଖି ମନରେ ଯେଉଁ କଥା ଭାବି ଆପଣମାନେ ପଇସା ରଖିବେ, ଆପଣ ସେଇ କାମ ପୂରଣ ହେବ। ପଇସାକୁ ସିଧା ଠିଆ କରି ରଖିଲେ ଆପଣଙ୍କର ମନସ୍କାମନା ପୂରଣ ହେବ। ଭାଗ୍ୟରେ ଥିଲେ ଏଠାକାର ମାଆଙ୍କର ଦର୍ଶନ ମିଳେ। ମାଆ ବହୁତ ଦୂରରେ ଅଛନ୍ତି। ଭକ୍ତମାନେ କେତେ ପ୍ରବଳ ଭିଡ଼, ତା ଭିତରେ ବି ଆମେ ବହୁତ ପଛରେ ଠିଆ ହେଇଛୁ। ବର୍ତ୍ତମାନ ଆମେ ମାଆଙ୍କର ଦର୍ଶନ କରି ବର୍ତ୍ତମାନ ଆମେ ଆସିଲୁ। ଏଠି ଯେଉଁମାନେ ଲୋକମାନେ ବାହାରୁ ଲୋକମାନେ ବି ପ୍ରସାଦ ବନେଇ ଏଠି ମାଗଣାରେ ଭକ୍ତମାନଙ୍କୁ ବାଣ୍ଟନ୍ତି। ବହୁତ ଦୂରରୁ ଆସିଥାନ୍ତି, ସେଥିପାଇଁ ଖାଇବା ପାଇଁ ଏଠି ବାଣ୍ଟନ୍ତି। ଆମେ ବର୍ତ୍ତମାନ ଠାକୁର ଦର୍ଶନ କରି ବର୍ତ୍ତମାନ ପ୍ରସାଦ ଦିଆଯାଉଛି। ସେ ପ୍ରସାଦ ଘରେ ବିରାଟ ବଡ଼ ହଲ୍ ଅଛି, ବଡ଼ ହଲ୍ ଅଛି। ସେଇ ବଡ଼ ହଲ୍ ଭିତରେ ଭକ୍ତମାନଙ୍କୁ ଲାଇନ୍ ଦ୍ୱାରା ପ୍ରସାଦ ଦିଆଯାଉଛି। ସେ ଘର ଭିତରେ ବର୍ତ୍ତମାନ ଆମେ ପଶିଲୁ। ଏଠି ଦେଖୁଥିବେ ଏଠି ବି କେତେ ଭିଡ଼, କେତେ ଲାଇନ୍ ଲାଗିଛି। ଏଠି ଲାଇନ୍ ବାଇ ଲାଇନ୍ ଏବାଟେ ବୁଲିକି ଯାଇପାରୁଥିବେ ପ୍ରସାଦ ଆଣିବା ପାଇଁ। ଆମେ ସମସ୍ତେ ସେଇ ଭିଡ଼ରେ ଠିଆ ହେଲୁ। ଠିଆ ହେଲା ପରେ ସମସ୍ତେ କେହି ବି ଏତେ ଲୋକ ବି ଆମର 5-6 ଜଣ ଯାଇଛୁ। ଏତେ ଲୋକ ଆଣିପାରିବେନି। ସେମାନଙ୍କୁ ମୁଁ କହିଲି ତମେ ଯାଅ ବସିବ, ସେ ସାଇଡ଼ରେ ବସିଥାଅ, ମୁଁ ଯାଇ ଠାକୁରଙ୍କ କତିରୁ ପ୍ରସାଦ ନେଇକି ଆସେ। ତାପରେ ପ୍ରସାଦ ନେଇ ଆସି ବର୍ତ୍ତମାନ ଆମେ ପଇସା ଲଗେଇଲୁ। ସୀମା ଦେଖନ୍ତୁ ପଇସା ଠିଆ କରଉଛି କେମିତି। ପଇସା ଠିଆ କରେଇଲେ ଏଠି ମନସ୍କାମନା ପୂରଣ ହେବ। ମୁଁ ଆଗରୁ କହିଦେଇଥିଲି। ଦେଖନ୍ତୁ ସୀମାର କିନ୍ତୁ 3 ଥର ପଇସା ବାର 3 ଥର ଲଗେଇଲା। 3 ଥର ପଇସା ଠିଆ ହେଇଗଲା। ତ ବହୁତ ଲକି ଅଛି। ମୋର କିନ୍ତୁ ବହୁତ କଷ୍ଟରେ ଗୋଟେ ଥର ମାତ୍ର ଠିଆ ହେଲା। ଦେଖିପାରୁଥିବେ ଏଠି ପଇସା ଲଗେଇବା ପାଇଁ କେତେ ଭିଡ଼। ସମସ୍ତେ ଜଣେ ଉଠିଲେ ଜଣେ ବସୁଛି, ପ୍ରବଳ ଭିଡ଼। ବାବା ବି ପଇସା ଲଗେଇଲା। ପଇସା ଲଗେଇକି ସମସ୍ତେ ଆମେ ଆସିଲୁ। ବର୍ତ୍ତମାନ ମନ୍ଦିର ଫେରି ଆସିଲୁ। ଆମ ଭାଗ୍ୟରେ ଥିଲା ବୋଲି ମାଆଙ୍କର ଦର୍ଶନ ମିଳିଗଲା। ଶେଷରେ ଆମେ ମନ୍ଦିର ବେଢ଼ାରେ ଫଟୋ ଉଠାଇ ଆସିଲୁ। ମୋ ଭିଡ଼ିଓକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ଭିଡ଼ିଓ କେମିତି ଲାଗିଲା, ଭଲ ଲାଗିଲେ ସେୟାର କରିବେ। ଜୟ ଜଗନ୍ନାଥ। ଥ୍ୟାଙ୍କ ୟୁ।